ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ମଗେଇଥିଲି ଗୋଟେ ଗେମିଂ ଚେୟାରଟେ ଆମାଜନରୁ, ସେଟା ଆସିକି ଆଜି ପହଞ୍ଚିଗଲା। ତାକୁ ଇନଷ୍ଟଲେସନ୍ କରିବା। ଫାଷ୍ଟ ତା ଦେହରେ ଦୁଇଟା ହ୍ୱାଇଟ୍ ଗ୍ଲୋଭ୍ସ ବାହାରିଲା, ମୁଁ ହ୍ୱାଇଟ୍ ଗ୍ଲୋଭ୍ସଟା ୟୁଜ୍ କରିଦେଲି। ପ୍ରିମିୟମ୍ କ୍ୱାଲିଟିର ପୁରା ପ୍ୟାକେଜିଂ ଆସିଥିଲା। ତାର ପାର୍ଟ ବାଇ ପାର୍ଟ ଆମେ ଇନଷ୍ଟଲେସନ୍ କରିବା, ଦେଖିବା କ'ଣ ହେଉଛି ଆଗକୁ। ପ୍ରଥମେ ତାର ଯେଉଁ ହାଇଡ୍ରୋଲିକ୍ ଏଟା କାଢ଼ିଲୁ, କାଢ଼ି ସାରିଲା ପରେ 5ଟା ହୁଇଲ୍ ତା ଦେହରେ ଫିଟ୍ କରିଦେଲୁ। ତାପରେ ହୁଇଲ୍ ଫିଟ୍ କରିସାରିଲା ପରେ ତାର ଯେଉଁ ହାଇଡ୍ରୋଲିକ୍ ଷ୍ଟାଣ୍ଡଟା ସେଥିରେ ଅପୋଜିଟ୍ ଡିରେକ୍ସନ୍ ଲଗା ହେଇଗଲା। ତାପରେ ତା ତଳେ ଯେଉଁ ଫାଷ୍ଟ ଯେଉଁ ଲୁହା ବେସିକ୍ଟା ତା ଦେହରେ ଯେଉଁ ତଳେ ଇନଷ୍ଟଲେସନ୍ ହେବ, ସେଇଟା ହେଇସାରିଲା ପରେ କାହିଁକିନା ହାଇଡ୍ରୋଲିକ୍ ସହିତ ଫିଟିଂ ହେବ, ସେଇଟା ଫାଷ୍ଟ ଇନଷ୍ଟଲେସନ୍ କଲି। ତାପରେ ସେଇଟା ଟାଇଟ୍ କରିସାରିଲା ପରେ ହାଇଡ୍ରୋଲିକ୍ ଉପରେ ବସା ହେଇଗଲା। ତାପରେ ବ୍ୟାକ୍ ସାଇଡ଼୍ଟା ଲଗା ହେଲା। ବ୍ୟାକ୍ ସାଇଡ଼୍ଟା ଲଗା ହେଇସାରିଲା ପରେ ତଳେ ଯେଉଁ ଅର୍ଥୋପେଡ଼ିକ୍ ସିଟ୍ ଆର୍ମଟା ଦେଇଛି ସେଇଟା ଲଗା ହେଲା। ତାପରେ ନେକ୍ ଆର୍ମଟା ସେଟା ବି ଲଗା ହେଲା। ଲଗାଇ ସାରିଲା ପରେ ବଢ଼ିଆ ମସ୍ତ ହେଇଛି ଜିନିଷଟା। ତାପରେ ସବୁ ଫିଟିଂ ହେଇଗଲା ଧୀରେ ଧୀରେ ଆଉ। ତାପରେ ଅଲ୍ ସେଟ୍ ହେଇଗଲା। ବର୍ତ୍ତମାନ ତାର ବସିକି ଦେଖିବା କେମିତି ଲାଗୁଛି। ରେଡି।